ପୂର୍ବରୁ ଯୋଉ ନବୀନ ସରକାର ଥିଲେ ବହୁତ ଯୋଜନା କରିଥିଲେ। ସେ ବିଜେପି ସରକାର ଆସିବା ପରେ ଓଡିଶାରେ ଲକ୍ଷ୍ମୀ ବସରେ ନା ପରିବର୍ତ୍ତନ ହେବାକୁ ଯାଉଛି ଏବଂ এই ଲକ୍ଷ୍ମୀ ବସ ଯୋଜନାରେ ଉପକୃତ ହଉଥିଲେ ଟଙ୍କା ଦେଇ ଯାଉଥିଲେ। ସେମାନେ ବହୁତ ଗରିବ ଲୋକ ମାଷ୍ଟର ଦେଇ ବଜାରକୁ ଯାଇପାରୁଛି। ଯୋଉ ନୂଆ ସରକାର ଆସିଛନ୍ତି ଲକ୍ଷ୍ମୀ ବସ ବନ୍ଦ ନ କରି ଆଉ ଯଦି ଚେଞ୍ଜ କରିଛନ୍ତି ଏଥିରେ କିଛି ଅସୁବିଧା ନାହିଁ। ଲୋକମାନେ ଉପକୃତ ହବା ଦରକାର। ଲକ୍ଷ୍ମୀ ବସ ଯୋଉ ନବୀନ ପଟ୍ଟନାୟକ କାଢିଛି ସେଟା ସ୍ୱାଗତ ଯୋଗ୍ୟ, କିନ୍ତୁ ଲକ୍ଷ୍ମୀ ବସ ଆମର ଯୋଉ ଗାଁ ଗାଉଁଲ ମାର୍କୁଆରୁ ବାଲିଖଣ୍ଡରୁ ମଇଦାପୁର ୟା ଭିତରେ ଯୋଉ ଲକ୍ଷ୍ମୀ ବସ ଚାଲିଛି ତାର କିଛି ସରକାରର କିଛି ଲାଭ ହଉନି, ବରଂ ଆମ ରାଜସ୍ୱ କ୍ଷତି ହଉଛି। ତେଣୁ ମୋ ମତର ଲକ୍ଷ୍ମୀ ବସ ଯୋଉ ଜାଗାରେ ଚାଲିବ ଗଭର୍ଣ୍ଣମେଣ୍ଟ ପଇସା ପାଇ ବା ତାର ମେଣ୍ଟେନାନ୍ସ କରିପାରିବ ସେଇ ଜାଗାରେ। ହଁ, ଆମର ମୋହନ ମାଝି ଆସିଲା ସରକାର ନବୀନ ପଟ୍ଟନାୟକ ଥିଲେ ସେତେବେଳେ ତାଙ୍କ ନାଁରେ କରୁଥିଲେ। ବର୍ତ୍ତମାନ ଯେହେତୁ ମୋହନ ସରକାର ଆସିଛି ବା ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଇଛନ୍ତି ତାଙ୍କ ନାଁର ସେଟା ହବା ଉଚିତ। ନାମ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଯୋଉ ନବୀନ ପଟ୍ଟନାୟକ କଲର ମାରିକି ତାର ଯୋଉ ସିମ୍ବଲ ଦେଖଉଥିଲା ସେଟା ବି ବନ୍ଦ ହବା ଦରକାର। ଲକ୍ଷ୍ମୀ ବସ ଚାଲୁ ଯେମିତି ଆମର ଭୁବନେଶ୍ୱର ଚାଲିଛି ଆଉ କଟକରେ ଚାଲିଛି, ସେ ଭୁବନେଶ୍ୱର କଟକରେ ଚାଲୁ ଆଉ ବା ନ୍ୟାସନାଲ ଚାଲୁ, କିନ୍ତୁ ଗାଁ ଗହଳିରେ ଚାଲିଲେ ଲକ୍ଷ୍ମୀ ବସ ଆମ ରାଜସ୍ୱ କ୍ଷତି କରୁ। ନା ନା, ଗ୍ରାମାଞ୍ଚଳ ଲୋକ ବଜାରକୁ ଆସିବା ଲୋକ କେତେ? ବଜାରକୁ ଆସିବା ଲୋକ ବର୍ତ୍ତମାନ ସମସ୍ତଙ୍କର ବାଇକ ଧରିଲେ ଚାଲୁ। ଆଉ ସାଧାରଣ ଲୋକ ଗୋଟେ ଦିଟା ଲୋକ ଆସିକି ଗୋଟେ ବସ୍ ଚାଲିବ ତାର ମେଣ୍ଟେନାନ୍ସ କେତେ? ତେଣୁ ତାକୁ ବନ୍ଦ କରାଯାଉ। ସରକାର ଯୋଉ ଇଲେକ୍ସନ ଆଗରୁ ମାସେ ଆଗରୁ ଚଲେଇଲେ 24 ବର୍ଷ ସରକାର କଣ ପାଇଁ ମାସେ ଆଗରୁ ଲକ୍ଷ୍ମୀ ବସ ଚିନ୍ତା ମୁଣ୍ଡରେ ପଶିଲା ଆଉ 23 ବର୍ଷ ପଶିଲା ନାହିଁ? କେବଳ ଏଟା ଇଲେକ୍ସନ ପାଇଁ ସେ ଭୋଟ ଦବା ପାଇଁ ଚଲେଇଥିଲା, ମାନେ ଇଲେକ୍ସନ ପରେ ବି ବସ୍ ବନ୍ଦ ହେଇଯାଏ। ତେଣୁ ସେଇଟା ବନ୍ଦ ହେଇଯିବା ଦରକାର।